ସ୍ୱାଗତ। ଆଜି ଆମେ ସପ୍ତମ ଶ୍ରେଣୀ ସାହିତ୍ୟ ସୁମନ ବହିର ମାଡ଼ହାଣ୍ଡି କଥା ଗଳ୍ପଟିକୁ ପଢ଼ିବା। ତେଣୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହି ଭିଡ଼ିଓଟି ଦେଖି ବୁଝିବା ପାଇଁ ଚେଷ୍ଟା କର, ଯଦ୍ୱାରା କି ବୁଝିବାରେ ସହଜ ହେବ। ଭିଡ଼ିଓଟିକି ଦେଖି ବୁଝିବା ପାଇଁ ଚେଷ୍ଟା କର। ପ୍ରଥମେ ଲେଖକ ପରିଚୟ ପଢ଼ିବା। ଜଣେ ବ୍ୟଙ୍ଗାତ୍ମକ ପ୍ରବନ୍ଧ ସଫଳ ରମ୍ୟ ରଚନା ଲେଖକ ଭାବରେ ଗୋପାଳ ଚନ୍ଦ୍ର ପ୍ରହରାଜ ପରିଚିତ। ନଭେମ୍ବର 26 ତାରିଖରେ କଟକ ଜିଲ୍ଲାର ସିଦ୍ଧେଶ୍ୱରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଅନେକ ଲୋକଗଳ୍ପ ସଂଗ୍ରହ କରି ସେଗୁଡ଼ିକ ସାଧାରଣ ଲୋକଙ୍କ ଭାଷାରେ ପ୍ରକାଶ କରିବାରେ ସେ ସିଦ୍ଧହସ୍ତ ଥିଲେ। ଏହି ମାଡ଼ହାଣ୍ଡି କଥା ବିଷୟଟି ତାଙ୍କ ରଚିତ ଉତ୍କଳ କାହାଣୀରୁ ସଂଗୃହୀତ। ତାଙ୍କ ସଂକଳିତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ଓଡ଼ିଆ ଭାଷାରେ କଳା କୋଣାର୍କ ବୋଲି କୁହାଯାଏ। ଏହି ଲୋକଗଳ୍ପରେ ପରିଶ୍ରମ ନ କଲେ କିପରି କଷ୍ଟ ଭୋଗିବାକୁ ପଡ଼ିବ ତାହା ବର୍ଣ୍ଣନା କରାଯାଇଛି। ବର୍ତ୍ତମାନ ଏହି ଗପଟିକୁ ଆମେ ଆଲୋଚନା କରିବା। ମାଡ଼ହାଣ୍ଡି କଥା। ଗୋଟିଏ ଗାଁରେ ଗୋଟିଏ ଦେଶରେ ଚକୁଳିଆ ପଣ୍ଡା ଥାଏ। ସେ ଭାରି ଗରିବ। ସେ ମାଆଟିଏ ପୁଅଟିଏ ରହୁଥାନ୍ତି। ପୁଅ ନିତି ଭିକ ମାଗିଯାଏ। 6 ଗାଁ ଗଲେ ସେରେ ଆଣେ, 9 ଗାଁ ଗଲେ ସେରେ ଆଣେ। ଏମିତିକା ମହାପ୍ରଭୁଙ୍କ ମାୟା ତ ଦିନେ ଚକୁଳିଆ ପଣ୍ଡା କେତେ ଆଡ଼ ବୁଲିଲା। ସେ ସେରକ ଯାକ ତେଣିକି ଥାଉ, ତାକୁ ପୋଷେ ଚାଉଳ ସୁଦ୍ଧା ଭିକ ମିଳିଲା ନାହିଁ। ଲୋକ ଭିକ୍ଷା ଦେବେ କ'ଣ? ବେଳକୁ ତାକୁ ଗାଁ ପିଲାମାନେ ଟେକା ବୋଲୁଅ ଲଦି ମାଡ଼ ମାରି ତଡ଼ି ଦେଲେ। ପଛକୁ ଚକୁଳିଆ ପଣ୍ଡା ବିଚାରଟି କାନ୍ଦି ବୋବାଇ ପଳେଇ ଅଇଲା। ବିଚାରିଲା, ଆଉ ଏ ନିର୍ଲଜ ମୁହଁ ଦେଖାଇ ଘରକୁ ଯିବି ନାହିଁ। ୟା ବିଚାରି ଚୋରକୁ ମାନ କରି ଖପରରେ ଖାଇଲା ଭଳି କାନ୍ଧରେ ଜାଉଁଳିଟିଏ ପକାଇ ଯାଉଥାଏ। ଯାଇ ଯାଇ ଖଣ୍ଡ ଦୂରରେ ଦେଖିଲା ଗୋଟେ ଉତ୍ତମ ସୁନ୍ଦର ପଦ୍ମ ପୋଖରୀ। ତେଣୁ ସେହି ପୋଖରୀ ପାଖରେ ପୋଖରୀରେ କଳା ଭଅଁର ଭଳି ପାଣି। ପୋଖରୀ ଚାରିପାଖ ଯାକ ଶଙ୍ଖ ମଲମଲ ପଥର ପାହାଚ ବସିଛି। ୟାର ତ ସେତେବେଳେ ଭୋକ ଉପାସରେ କରଡ଼ି ଜଳୁଥାଏ। ସେ କ'ଣ କରିବ, ତାକୁ ଆଉ ବୁଦ୍ଧି ବାଟ ଦିଶୁ ନଥାଏ। ଏ ପାଣିକି ଦେଖିଲା କ୍ଷଣି ୟା ମନରେ ଭାରି ଲୋଭ ହେଲା। ଜୀବନ ବିକଳରେ ପାଣି କୂଳ ପାହାଚ ଉପରେ ଲଥକିନା ବସିଗଲା। ଦେଖିଲା ସେ କାଚ କେନ୍ଦୁ ଭଳିଆ ପାଣି ମୁନ୍ଦିକ ହୋଇଛି। 7 ତାଳ ପାଣିରେ ରୂପାପାତିଆ ପକାଇଲେ ଝଟକିରି ଦେଖାଯିବ। ତେଣୁ ଫୁଟି ଜକ୍ ଜକ୍ କରି ଦିଶିବ। ଅର୍ଥ ଏତେ ପାଣି ଏତେ ସଫା ଥିଲା। ଚକୁଳିଆ ପଣ୍ଡା ସେ ପାଣିରୁ ଚଳଟିଏ ହାତରେ ଧରିଲା। ମନକୁ ମନ କହିଲା, ଭାତ ଖାଉଁ, ଡାଲି ଖାଉଁ, କ୍ଷୀରି ଖାଉଁ, ଆମ୍ବିଳ ଖାଉ, କାକରା ଖାଉ, ଏଇଭଳି ନାନା ଦରବକୁ ସେ ନାଁ ଧରୁଥାଏ। ପାଣି ଚଳଟିଏ ପିଉଥାଏ। ଏମିତି ଗୋଟିଏ ଦରବ ନାଁ ଧରୁଥାଏ, ଚଳେ ଲେଖାଏଁ ପାଣି ପିଉଥାଏ। ଏଇ ପୋଖରୀରେ ତ ଗଙ୍ଗା ମା ଥାଆନ୍ତି। ଚକୁଳିଆ ପଣ୍ଡାର ଦୁଃଖ ଆଉ ସହିପାରିଲେ ନାହିଁ। ତେଣୁ ସେ ଭାବିଲେ, ଭୋକ ବିକଳରେ ଚକୁଳିଆ ପଣ୍ଡାଟି ଏଭଳି ହେଉଛି। ତେଣୁ ସେ ଉଡ଼ିଗଲା ଚଢ଼େଇର ପେଟ କଥା ଜାଣିପାରନ୍ତି। ସେ ତ କାହା ବିକଳ ସହିପାରନ୍ତି ନାହିଁ। ୟା ଡାକ ଶୁଣି ତା ପାଇଁ ଏକ ଯାହା ଯାହା ନାଁ ଧରିଥିଲା ଦରବ, ସେ ଦରବକୁ ସଜେଇ ଦେଲେ। ସଜେଇ କଣ୍ଟି କାଣ୍ଟି କରି ପଲମଟିଏ ଘୋଡ଼ାଇ ଚକୁଳିଆ ପଣ୍ଡା ବସିଥିବା ସ୍ଥାନ ପାଖକୁ ଭସାଇ ଦେଲେ। ହାଣ୍ଡି ଭାସି ଭାସି ଯାଇ ଚକୁଳିଆ ପଣ୍ଡା ପାଖରେ ଲାଗିଲା। ହାଣ୍ଡିଟି ଦେଖି ସେ ଆଶ୍ଚର୍ଯ୍ୟ ହେଲେ। ଏଥିରେ କ'ଣ ଅଛି ଦେଖେ। ତେଣୁ ସେ ହାଣ୍ଡିଟିକୁ ଟେକି ନେଇ କ'ଣ ଅଛି ଦେଖିଲା ବେଳକୁ ଘିଅ, ଅନ୍ନ, ଡାଲି, ମହୁର, ଆମ୍ବିଳ, ଯାହାକି ଦ୍ରବ୍ୟକୁ ନାଁ ଧରିଥିଲା ସେସବୁ ଭର୍ତ୍ତି ହୋଇଛି। ତେଣୁ ହାଣ୍ଡିକୁ ପାହାଚ ଉପରକୁ ନେଲା। ଯେତିକି ଖାଇବା କଥା ଖାଇଲା। ବଳକା ଦ୍ରବ୍ୟକୁ ସେ ଘରକୁ ନେଇ ଚାଲିଲା। ଯେତିକି ଖାଇଲା, ଆଉ ବଳକାକୁ ନେଇ ଘରକୁ ଫେରିଲା। ଖାଲି ହାତରେ ସିନା ଯିବିନି ବୋଲି କହୁଥିଲି, ଫେରିବିନି କହୁଥିଲି। ଏବେ ଦେଖିଲା ଖାଦ୍ୟକୁ ଦେଖି ତା ମନ କୁଣ୍ଢେ ମୋଟ ହୋଇଗଲା। ହାଣ୍ଡିଟିକୁ ମୁଣ୍ଡେଇ ଲମ୍ବେ ଲମ୍ବେ ଘରକୁ ମଇଲା। ଘରେ ପହଞ୍ଚିଲା ବେଳକୁ ମା ଯାଇଥାଏ ଗାଁ ଭିତରକୁ ଦୁଃଖ କରିବାକୁ।
ସେ ହାଣ୍ଡିଶାଳ ଶିକା ଉପରେ ସାଇତି ଦେଲା। ଖଣ୍ଡେ ମସିଣା ପାରି ଶୋଇଲା। ମା ଗାଁରୁ ଦୁଃଖ ଧନ୍ଦା କରିବାକୁ ଯାଇଥାଏ। ଆସିଲା ବେଳକୁ ପୁଅର ପେଟ ଟୁମାଟୁମ ଦିଶୁଛି। ପୁଅ ଅଚିନ୍ତା ନିଦରେ ଘୁଙ୍ଗୁଡ଼ି ମାରି ଶୋଇଛି। ହାଣ୍ଡିଶାଳ ଖୋଲିଲା, ଦେଖିଲା ବେଳକୁ ଶିକାରେ ହାଣ୍ଡିଟି ଥୁଆ ହୋଇଛି। ତେଣୁ ସେ ହାଣ୍ଡିଟିକୁ ବାହାର କଲା, ଦେଖିଲା ସେଥିରେ ସୁବାସ, ଘିଅ, ଅନ୍ନ, ତିଅଣ, 6 ତିଅଣ, 9 ଭଜା ସବୁ ଭରି ହୋଇଛି। ତେଣୁ ସେ ବାରିକି ଗଲା, କଦଳୀ ପତ୍ରଟିଏ କାଟି ଆଣିଲା, ହାଣ୍ଡିର ଦ୍ରବ୍ୟକୁ ବାହାର କଲା, ମନ ଇଚ୍ଛା ଖାଇଲେ ଏବଂ ଯାହା ବଳିଲା ରାତିରେ ଖାଇଲେ। ପୁଅ ଉଠିଲା, ମା'କୁ ସବୁ କଥା କହିଲା। ମା ମଧ୍ୟ ତା କଥାରେ ଖୁସି ହେଲେ ଏବଂ ପୁଅକୁ ଉପାୟ ବତାଇ ଦେଲା ଯେ କାଲି ସକାଳୁ ମଧ୍ୟ ସେଇଭଳି କାମ କରେ, ଆମେ ମାହାଳିଆ ଖାଇବା, ଆମେ ମାଗଣାରେ ବିନା ପରିଶ୍ରମରେ ଖାଦ୍ୟ ପାଇବା, ଏକଥା ବତାଇ ଦେଲା। ତେଣୁ ରାତିରେ ଶୋଇଲା ବେଳେ ବୁଢ଼ୀ ସବୁ ଉପାୟ ବତେଇଦେଲା। ତାପରେ ସକାଳୁ ଉଠିଲା, ସେ ଚିତା ଚୈତନ କାଟିଲା। କାଟି ଚକୁଳିଆ ପଣ୍ଡା କ'ଣ କଲା, ସେଇ ପଦ୍ମ ପୋଖରୀକୁ ନିକଟକୁ ଗଲା। କାହିଁକି ଏଟା ଲେଖକ ବର୍ଣ୍ଣନା କରିଛନ୍ତି, କାଲିର ସୁଆଦ ପାଇଛି ନା ସକାଳୁ ଉଠି ଧାଇଁଛି। କାଲି ଯେମିତି ପାଇଥିଲା ଆଜି ମଧ୍ୟ ସେମିତି ମିଳିବ ଭାବି ସେଇ ପଦ୍ମ ପୋଖରୀକୁ ଚାଲିଲା। ସେଦିନ ମଧ୍ୟ ପ୍ରଥମ ଦିନ ଭଳି ଡାଲି ଖାଉଁ, ଭାତ ଖାଉଁ, କ୍ଷୀରି ଖାଉଁ ସବୁ ଉଚ୍ଚାରଣ କଲା। ଗଙ୍ଗା ମାତା ସେଦିନ ମଧ୍ୟ ତା ପାଇଁ ଭଳିକି ଭଳି ଖାଦ୍ୟ ସବୁ ସଜାଇ ଦେଇ ହାଣ୍ଡିଟି ଭସାଇ ଦେଲେ। ସେଦିନ ମଧ୍ୟ ସେ ମା ପୁଅ ଦୁହେଁ ଖାଇଲେ। ଏଇଭଳି କିଛି ଦିନ ଚାଲିଲା। ମା ପୁଅ ଆଉ କାମଧନ୍ଦା କଲେ ନାହିଁ, ଅଳସୁଆ ହୋଇଗଲେ। ପୁଅ ଆଉ ଭିକ ମାଗିବାକୁ ଗଲା ନାହିଁ, ମା ବି ଦୁଃଖ ଧନ୍ଦା କରିବାକୁ ଗଲା ନାହିଁ, କୁଟା ଖଣ୍ଡକ ବି 2 ଖଣ୍ଡ କଲେ ନାହିଁ। ଏମିତି ମା ପୁଅଙ୍କ ମୁହଁ ମାଗଣା ଭାତରେ ଲାଗି ଯାଇଥାଏ। ଏଣେ ଗଙ୍ଗା ମାତା ବିଚାର କଲେ, ଆରେ ମୁଁ ଦୟା ଦେଖାଇ ଆକୁ ଖାଇବାକୁ ଦେଲି ବୋଲି ଏମାନେ ଆଉ କାମ କଲେ ନାହିଁ। ଏ ମା ପୁଅ ଦୁହେଁ ଅଳସୁଆ ହୋଇଗଲେ। ତେଣୁ ଏମାନଙ୍କୁ ଯାହାହେଲେ ଉଚିତ ଶାସ୍ତି ବା ଦଣ୍ଡ ଦେବାକୁ ପଡ଼ିବ। ଏହା ବିଚାର କଲେ। ଅନ୍ୟ ଏକ ଦିନ ଚକୁଳିଆ ପଣ୍ଡା ପ୍ରଥମ ଦିନ ଭଳି ଦ୍ୱିତୀୟ ଦିନ ଭଳି ସେଇ ବନ୍ଧ ପାଖକୁ ଯାଉଥାଏ। ଭାତ ଖାଉଁ, ଡାଲି ଖାଉଁ କହୁଥିଲା। ସେଦିନ ଗଙ୍ଗା ମାତା ତାକୁ ଏକ ଉପାୟ ପାଞ୍ଚିଲେ, ତାକୁ ଶାସ୍ତି ଦେବା ପାଇଁ କଥା ବିଚାର କଲେ। ତେଣୁ ସେଦିନ ଦୁନିଆଟି ଯାକ ମାଡ଼ ଯେତିକି ଥିଲା, ବିଧା, ଚାପୁଡ଼ା, କଉଣି, ଗୋଇଠା ସବୁକୁ ସେଇ ହାଣ୍ଡି ଭିତରେ ପୁରାଇଲେ। ହାଣ୍ଡି ଉପରେ ତେଲଣ୍ଡି କଣ୍ଟି କାଣ୍ଟି କରି ଘୋଡ଼େଇ ଦେଲେ। ଚକୁଳିଆ ପଣ୍ଡା ପାଖକୁ ଭସେଇ ଦେଲେ। ହାଣ୍ଡିଟି ଭାସି ଆସି ତା ପାଖରେ ଲାଗିଲା। ଏ ତ ମନେ ମନେ ମିଠେଇ ଖାଇ ବସିଛି। ହାଣ୍ଡିଟିକି ଉପରକୁ ଟେକି ନେଇ ତେଲଣ୍ଡିକୁ କାଢ଼ି ଦେଲା ଯେତେବେଳେ ତା ଉପରେ ମାଡ଼ ବୃଷ୍ଟି, ତୁଚ୍ଛା, ଚାପୁଡ଼ା, ଗୋଇଠା, ବିଧା ସବୁ ମାଡ଼ ବସିଲା। ମାଡ଼ରେ ଅଷ୍ଟାଙ୍ଗ ଶରୀର ଦୁମ୍ ଦାମ୍ ଭୁସ୍ ଭାସ୍ ଲଦି ହେଉଥାଏ। ଚଟକଣା ଖାଇ ଗାଲ ଆଉଁସିଲା ବେଳକୁ ପିଠିରେ ବସିଥିଲା ବିଧା। ତେଣୁ ଡହକ ବିକଳ ହୋଇ ପିଠି ଆଉଁସିଲା ବେଳକୁ ଆଉ ଗୋଟେ ମାଡ଼ ବସିଥିଲା। ବେଳକୁ ବେଳ ସମୁଦ୍ର ଜୁଆର ମାଡ଼ି ଆସିଲା ଭଳି କୁଆଛୁଆ ଉଡ଼ିଗଲା। ୟାକୁ ସେତେବେଳେ ଗୋଟାଏ ବୁଦ୍ଧି ଜୁଟିଲା। ତେଣୁ ସେ କ'ଣ କଲା, ଛଟପଟ ଜୀବନ ବିକଳରେ ହାଣ୍ଡି ଉପରେ ତେଲୁଣ୍ଡି ଘୋଡ଼େଇ ଦେଲା। ଯେମିତି ଘୋଡ଼େଇ ଦେଇ ପକେଇଛି ସେମିତି କିଏ ରାଣ ଦେଲା ଭଳିଆ ମାଡ଼ ବୃଷ୍ଟି ଥମ୍ବିଗଲା। ଏ ଟିକିଏ ନିଶ୍ୱାସ ମାଇଲା, ସେତେବେଳକୁ ଆ ଦେହ ମାଡ଼ରେ ଗଡ଼ ଭଳିଆ ଫୁଲିଗଲାଣି। ଏ ରାଗରେ କମ୍ପମାନ ହେଉଛି। କିଏ ମାଇଲା ବୋଲି ଦେଖିଛି, ସେ କାହା ଉପରେ ଦାଉ ସାଧିବ। ଯାହାକୁ କି କୁହାଯାଇଛି, ଶାଶୁ ମାରୁଥାଏ ବୋହୂକୁ, ବୋହୂ ଛାର ହୋଇ କାହାକୁ ମାରିବ, ମାରୁଥାଏ ଚୁଲି ମୁହଁକୁ। ତେଣୁ ସେ କାହାକୁ ଦୋଷ ଦେବ। ସେମିତି ଚକୁଳିଆ ପଣ୍ଡା ତ ମା ଉପରେ ରାଗରେ ଗରଗର ହେଉଥାଏ। ତେଣୁ ତା ମନ କଥା ମନରେ ଥାଏ। ସେ ହାଣ୍ଡିଟିକୁ ଉଠେଇ ଘରକୁ ଚାଲିଲା।
ନୀତି ଯେମିତି ଶିକା ଉପରେ ରଖୁଥିଲା ସେଦିନ ମଧ୍ୟ ସେମିତି ଶିକା ଉପରେ ରଖିଦେଲା। ଆଉ ପୁଅ ସେଦିନ ଘରେ ନ ଶୋଇ ସେ ଭିକ ମାଗିବାକୁ ବାହାରି ଗଲା। ତା ମା ଘରେ ନଥାଏ। ଏବେ ତ ପୁଅ ହାଣ୍ଡି ଆଣିଲା ଦିନଠୁ ମା ଜମାରୁ ଦୁଃଖ ଧନ୍ଦା କରିବାକୁ ଯାଏ ନାହିଁ। ଗାଁ ଯାକ ଅଷ୍ଟଦାଣ୍ଡ ପାଟ ଭଳିଆ ଦାଣ୍ଡି ମାରୁଥାଏ। ଘରକୁ ଆସି ଶିକାରୁ ହାଣ୍ଡି କାଢ଼ି ଭୋଜନ ମାରୁଥାଏ। ଆଜି ଆସି ଦେଖିଲା ବେଳକୁ ପୁଅ ଘରେ ନାହିଁ। ଘର ଭିତରକୁ ପଶି ଦେଖିଲା ବେଳକୁ ଶିକାରେ ହାଣ୍ଡିଟି ଥୁଆ ହୋଇଛି। ତେଣୁ ଏ ତ ମାଇପ ଲୋକ, ଏତେ ଛନ୍ଦର ମନ୍ଦର କାହୁଁ ଜାଣିବ। ହାଣ୍ଡିଟିକି ଶିକାରୁ ଥିରିକିନା ଓହ୍ଲେଇ ଆଣି ଯେମିତି ତେଲଣ୍ଡି ବାହାର କରିଛି, ତା ଉପରେ ମାଡ଼ ଦୁଲ୍ ଦାଲ୍ ଭୁସ୍ ଭାସ୍ ସବୁ ବସିଲା। ଇଲୋ ମାଲୋ ବୋଉଲୋ ମରିଗଲିଲୋ କହିଲା ବେଳକୁ ଆହୁରି ଗୋଟେ ମାଡ଼ ବସିଥିଲା। ଶୂନ୍ୟ ଶବ୍ଦ ହେଉଥାଏ, ଖାଇବୁ ଖା, ଖା କ୍ଷୀରି ଖା, ପିଠା ଖା, ଏଇଭଳି ଶବ୍ଦ ହେଉଥାଏ। ମହୁରି ଖାଉ, ଚାପୁଡ଼ା ଖାଉ, ବ୍ରହ୍ମ ଚାପୁଡ଼ା। ବୁଢ଼ୀ ବିକଳରେ ଦିହ ହାତ ସବୁ ଆଉଁସି ପକାଉଥାଏ। ଛଟପଟ ହୋଇ ଗଡ଼ି ଯାଉଥାଏ। ପଛକୁ ବୁଢ଼ୀକୁ ଗୋଟିଏ ବୁଦ୍ଧି ଦିଶିଲା। ବୁଢ଼ୀ ଉଠି ପଡ଼ି ପଲମଟାକୁ ହାଣ୍ଡି ଉପରେ ବନ୍ଦ କରିଦେଲା। ସାଙ୍ଗେ ସାଙ୍ଗେ ମାଡ଼ ବନ୍ଦ ହୋଇଗଲା। ବୁଢ଼ୀ ଟିକେ ନିଶ୍ୱାସ ମାରିଲା, କହିଲା, ଆଜି ସକାଳୁ କାହା ମୁହଁ ଚାହିଁଥିଲି, ଆଜି ପରା ଦିନେ ମୁଁ ମାଡ଼ ଖାଇଲି। ୟା ବିଚାରୀ ହାଣ୍ଡିଟିକୁ ନେଇ ବାଡ଼ିଆଡ଼ ଖତ ଗଦାରେ ଲଥ କିନା ରଖିଦେଲା। ବାଡ଼ି କବାଟ କିଳି ଦେଇ ଘରେ ଆସି ମୁହଁ ମାଡ଼ି ଶୋଇଲା। ହାଣ୍ଡିଟିକୁ ଉପରେ ପଲମ ଘୋଡ଼େ ହୋଇଥିଲା। ସେଦିନ ଦୈବ ଯୋଗକୁ ରାତି ଅଧ ହେଲାଣି। ଗାଁ ଯାକ ସମସ୍ତେ ଖାଇ ପିଇ ନିର୍ଜନ ଶୋଇଗଲେଣି। ପଞ୍ଝାଏ ଚୋର କେଉଁ ଗାଁରୁ ସିନ୍ଦୁକଟିଏ ଚୋରେଇ ଆଣି ଭାଗ ବାଣ୍ଟିବା ପାଇଁ ଯୋଜନା କଲେ। ତେଣୁ ଜଣେ ଚୋରର ନଜର ପଡ଼ିଲା ହାଣ୍ଡିଟି ଉପରେ। ସେ ବିଚାରିଲା, ୟା ଭିତରେ କ'ଣ ଅଛି ଦେଖନ୍ତେଇ। ୟା ଭିତରେ ହାଣ୍ଡିଟିକୁ ଗତ ଗଦାରୁ ଉଠେଇ ଆଣି ସବୁ ଚୋରଙ୍କ ମଝିରେ ଥୋଇଦେଲା। ଯେମିତି ସେ ପଲମଟି କାଢ଼ି ଦେଇଛନ୍ତି, ମାଡ଼ ଉପରେ ମାଡ଼, ତୁଚ୍ଛା ମାଡ଼ ଖାଲି ବସିଲା। ଏ ଚୋରଯାକ ଟଙ୍କା ଟୋକର ବାଣ୍ଟିବେ କ'ଣ? ମାଡ଼ରେ କଲବଲ ହଉ ଛଟପଟ ହୋଇ ଥାନ୍ତି। ବାଉଲ ବାଉଲ ହୋଇ ପଡ଼ୁଥାନ୍ତି। ତାଙ୍କ ପଛେ ପଛେ ମାଡ଼ ଯାକ ସବୁ ଗୋଡ଼େଇ ଯାଉଥାଏ। ଗୋଡ଼େଇ ଗଲେ ଯେ ପଶ୍ଚିମକୁ ପଳାଇଲେ, ତାଙ୍କ ପଛରେ ବିଧା ଯାକ ଗୋଡ଼େଇଲା। ଏମିତି ବୁଢ଼ୀ ବାରିଆଡ଼ୁ ଭିତରେ ଗୁଡ଼ିକର ମାଡ଼ ଆଉ ଚୋର ଯାକ ଗଲେ। ଏଣେ ବୁଢ଼ୀ ତ ମାଡ଼ ଖାଇକରି ଅଷ୍ଟାଙ୍ଗ ଶରୀର ପରାସ ହେଉଥାଏ। ପଶ୍ଚିମ ଦେଖ, ଏମିତି ବୁଢ଼ୀ ବାହାରର ଶବ୍ଦକୁ ଶୁଣିଲା। ତାପରେ ମାଡ଼ ତାଙ୍କ ପଛରେ ପଛେ ଗଲା। ତେଣୁ ସେହି ସ୍ଥାନରୁ ଚୋର ଯାକ ଛାଡ଼ି ଚାଲିଗଲେ। କିଛି ସମୟ ପରେ ମା କ'ଣ କଲା, ସେ ବାରିପଟେ ଦେଖିଲା ବେଳକୁ ତା ପାଖ ବାରିରେ ସିନ୍ଦୁକଟିଏ ଥୁଆ ହେଇଛି। ତେଣୁ ସେ ସିନ୍ଦୁକଟିକୁ ଟେକି ଟେକି ଘର ଭିତରକୁ ଆଣିଲା। ସିନ୍ଦୁକକୁ ଧୀରି ଖୋଲିଲା ବେଳକୁ ସେଥିରେ ଧୀରି କଲାବେଳେ ହୀରା, ନୀଳା, ମୋତି, ମାଣିକ ସବୁ ଅସରପି ଗହଣା ଗାଣ୍ଠି ସବୁ ଅଛି। ତେଣୁ ସେ ଦେଖାଗଲା ମା ପୁଅ ପ୍ରତିଦିନ ସକାଳେ କାମକୁ ବାହାରିଲେ। ସେଇଦିନଠୁ ହେଲା ଗହଣା ଗାଣ୍ଠି, ଟଙ୍କା ଟୋକର, ସିନ୍ଦୁକ ଭର୍ତ୍ତି ହୋଇଛି। ଏ ଦେଖି ବୁଢ଼ୀର ମାଡ଼ ଦରଜ କୁଆଡ଼େ ଉଭେଇଗଲା। ତାପରେ ଦେଖାଗଲା ମା ପୁଅ ପ୍ରତିଦିନ ସକାଳେ କାମକୁ ବାହାରିଲେ। ତେଣୁ ସେମାନେ ଯଦି ମାଡ଼ ନ ଖାଇଥାନ୍ତେ, ତାହେଲେ ସେମାନେ ଭୁଲ ବୁଝିପାରିନଥାନ୍ତେ। ସେମାନେ ମାଗଣାରେ ଖାଇବା ପାଇଁ ମନ ବଳାଇଥାନ୍ତେ। ତେଣୁ ଗଙ୍ଗା ମାତା ବାସ୍ତବିକ ତା'ର ଦୟା ଦେଖାଇଥିଲେ ଏବଂ ବେଶୀ ଦୟା ଦେଖାଇବାରୁ ସେମାନେ ଅଳସୁଆ ହୋଇଯାଇଥିଲେ, ଯାହାଫଳରେ କି ସେମାନେ ଅବସ୍ଥା ଭୋଗିବାକୁ ପଡ଼ିଲା। ଆଶା କରୁଛି ଏହି ଭିଡ଼ିଓଟି ଭଲ ଲାଗିଥିବ। ପରବର୍ତ୍ତୀ କାଳ ଅନୁସାରେ ଏହାର ପ୍ରଶ୍ନ ଉତ୍ତର ଆଲୋଚନା କରିବା।
ଦୟାକରି ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। କିଛି କମେଣ୍ଟ ଥିଲେ କମେଣ୍ଟ ସେକ୍ସନରେ କମେଣ୍ଟ କରିବେ। ରହୁଛି। ଜୟ ଜଗନ୍ନାଥ।